ହଁ ପଳାପଦରରୁ ଆସିଥିଲୁ ଆଉ ଦ୍ୱାରସ୍ଥ ହେବା କାରଣ ଜୁନ୍ 1 ଝିଅମାନେ ଯୋଉ 3 ଜଣ ଅଛନ୍ତି ମାନେ ସେ ଗୋଟେ ଗାଁର ଏ ପଳାପଦର ଗାଁ ଜୁନ୍ 1 ଏ ଅଙ୍ଗନବାଡି ପୋଷ୍ଟ ପାଇଁ ମାନେ 1 ନମ୍ବର ୱାର୍ଡର 2 ନମ୍ବର ୱାର୍ଡର ଝିଅ ସିଏ ଆପତ୍ତି ଅଭିଯୋଗ କରୁଛି ଯେ ମୁଁ ଝିଅ ବୋଲି ଆଉ ଡିକ୍ଲେୟାର କରା ହିଁ ନାହିଁ 24 ତାରିଖ ଦିନ ହିଁ ଡିକ୍ଲେୟାର ହେବାର ଥିଲା କିନ୍ତୁ ଏ ପର୍ଯ୍ୟନ୍ତ ହେଇନାହିଁ ବୋଲି ଆମେ ଆଜି କଲେକ୍ଟରଙ୍କ ପାଖରେ ମୋ ନାଁ ହଉଛି ହେମାବତୀ ସାନ୍ତା ମୁଁ ପଡପଦରୁ ଆସିଛି କାକିରୁମା ପଞ୍ଚାୟତରୁ ଯେହେତୁ ସାର୍ ଆମର ଅଙ୍ଗନବାଡି ୱାର୍କର ପାଇଁ ପଡାପଦର 1 ରେ ପୋଷ୍ଟ ବାହାରିଥିଲା କିନ୍ତୁ ସେ 2 ନମ୍ବର ଜୁନ ଟା ମାନେ ଆସିକିରି 1 ନମ୍ବରରେ ପକେଇଛନ୍ତି। ଆମେ ଚାହୁଁଛୁ ଯେ ଆମେ 3 ଜଣଙ୍କ ଭିତରେ ଯୋଉମାନେ 1 ରେ ଅଛନ୍ତି ସେମାନଙ୍କ ଭିତରେ ଆମର ଯୋଗ୍ୟତା ଅନୁସାରେ ଯାହାକୁ ବି ଦିଆଯାଉ କିନ୍ତୁ ଆମେ 2 ନମ୍ବର ଜୁନକୁ ଦବୁନି। ଦିଆଗଲେ ବି ଆମେ ସେଇଟା ଆଉ ଥରେ ଅଭିଯୋଗ କରିବୁ ସାର୍। ସେଣ୍ଟର ବି ଆମେ ତାଲା ଦେଇଦବୁ ସାର୍ ଆମେ କାହାକୁ ଦବୁନି 1 ନମ୍ବର ହେବେ ଆମେ 2 ନମ୍ବରକୁ ଆମେ ଦବୁନି। ଏଡିଏମ ସାର୍ କହିଲେ ଯେ ଆମେ ଇନକ୍ୱାରି କରିବୁ ଯୋଉଟା ଗଭର୍ଣ୍ଣମେଣ୍ଟ ର ଗାଇଡଲାଇନ ଅନୁସାରେ ସେଇଟା ଯାହାକୁ ଦିଆହବ। ଆମର ପଡାପଦରୁ 1 ରୁ ଆସିଛୁ ଆମେ ସାର୍। ମୋ ନାଁ ହଉଛି ରଞ୍ଜିତା ଇକକା। ଆମ ଗାଁରେ ଗୋଟେ ବାହାରି ଥିଲା ଅଙ୍ଗନବାଡି ପଞ୍ଚାୟତ କାକିରିମା ଅଙ୍ଗନବାଡି ୱାର୍କର ପାଇଁ ଗୋଟେ ପୋଷ୍ଟ ବାହାରିଥିଲା। ସେ ଅଙ୍ଗନବାଡି ୱାର୍କର ପୋଷ୍ଟ ବାହାରିଥିବାରୁ ଆମେ ପଡାପଦରୁ 1 ରୁ କହୁଛୁ ପଡାପଦରୁ 1 ରେ ବାହାରିଥିଲା ଆମେ ସମସ୍ତେ ଜାଣିଲା ଇଏରୁ ପକେଇଥିଲୁ ଯେ 6 ଜଣ ପକେଇଥିଲୁ 6 ଜଣଙ୍କ ଭିତରୁ ଆମେ 3 ଜଣ ପକେଇଥିଲୁ ପଡାପଦର ଜୁନ୍ 1 ର ଆଉ ସମସ୍ତେ ବାକି ପକେଇଛନ୍ତି 3 ଜଣ ତାଙ୍କେ ପଡାପଦର 2 ର ଆଉ ଜଣେ ହଉଛନ୍ତି 3 ର ତାଙ୍କେ ପକେଇଛନ୍ତି ଯେ ଆମେ ପଡାପଦରୁ 1 ର 3 ଜଣ ପକେଇଛନ୍ତି 3 ଜଣଙ୍କ ଭିତରୁ ଆମକୁ ଯାହାର ଯୋଗ୍ୟତା ହିସାବରେ ଦେଖିକି ସମସ୍ତେ 3 ଜଣଙ୍କ ଭିତରୁ ସିଲେକ୍ସନ କରାଯାଉ ଅନ୍ୟ ଜୁନର ଦିଆଯାଉ ନାହିଁ। ଆମେ ଚାହୁଁଛୁ ଆମ 1 ର ଝିଅ ମାନଙ୍କୁ ଆମ 1 ର ଝିଅ ମାନଙ୍କ ଭିତରୁ ହିଁ ସିଲେକ୍ସନ କରାଯାଉ ଯେକୌଣସି ଝିଅ ହଉ।